କୋଉଠି ଅଛୁ ତୁ? ଆସ ଯେ ତଳୁକୁ ଆ, ତଳୁକୁ ଆ। ଆରେ ମୁଁ କଣ କଲି? ମତେ କଣ ପାଇଁ ଗାଳି କରୁଛ? ଆପଣ କଣ କଲେ? ଦୁନିଆରେ ଏତେ ସାରା ଲୋକ ଅଛନ୍ତି, ସେମାନଙ୍କୁ ଛାଡି କେବଳ ମୁଁ ହିଁ ଦେଖାଉଛି ଆପଣଙ୍କୁ ଦୁଃଖ କଷ୍ଟ ଦବା ପାଇଁ। ଯେତିକି ଦୁଃଖ କଷ୍ଟ ଦେଖୁଛ ସେଗୁଡା ତମେ ନିଜେ ହିଁ ବନେଇଛ। ତ ଆପଣ କଣ ପାଇଁ ମତେ ଏମିତି ଯୁଗରେ ଜନ୍ମ କଲେ ଯୋଉଠି ଖାଲି କଷ୍ଟ ଦୁଃଖ ଭରି ହେଇକି ଅଛି? ମୁଁ ତ ଖାଲି ମଣିଷ ହିଁ ବନେଇଛି। ଯେତିକି ଲୋଭ ମୋହ ମାୟା ରାଗ ସେଗୁଡା ତମେ ନିଜେ ହିଁ ବନେଇଛ। କଳି ଯୁଗରେ ବଞ୍ଚିବା ଅପେକ୍ଷା ମରିଯିବାଟା ହିଁ ଭଲ। ସବୁ ଦୋଷ ତମେ ମତେ କଣ ପାଇଁ ଦଉଛ? ଆପଣଙ୍କ ପାଖରେ ଏମିତି ବି ଶକ୍ତି ଅଛି ମୋର ସବୁ କଷ୍ଟ ଦୂର କରିପାରିବେ, ସବୁ ଦୁଃଖ ଦୂର କରିପାରିବେ। ତମେ ମୋଠୁ କଣ ଚାହୁଁଛ? ମୁଁ ଚାହୁଁଛି କି ମତେ ଆଉ ମୋ ସ୍ତ୍ରୀକୁ ଏ କଳି ଯୁଗରୁ ଦୂର କରି ସତ୍ୟ ଯୁଗକୁ ନେଇଯାଅ, ଯୋଉଟାକୁ ଶାନ୍ତିର ଯୁଗ କୁହାଯାଏ, ପ୍ରେମର ଯୁଗ କୁହାଯାଏ। ଠିକ ଅଛି, ଯେମିତି ତମର ଇଚ୍ଛା। ସତ୍ୟ ଯୁଗ, ସତ୍ୟ ଯୁଗ। ତମେ ଯାହା ମାଗିଲ ମୁଁ ତମକୁ ଦେଲି। ଏବେ ମୁଁ ଆସିଛି। ହେଲେ ଭଗବାନ, ମୋ ସ୍ତ୍ରୀ ଆଉ ମୋ ଘର? ସତ୍ୟ ତ ଏଇଟା କି କୌଣସି ଯୁଗ କେବେ ଭଲ ହିଁ ନଥିଲା। ପଡୋଶୀ ରାଜ୍ୟର ଗୋଟେ ଅସୁର ତମ ରାଜ୍ୟକୁ ଆକ୍ରମଣ କରିସାରିଛି, ଆଉ ତମ ପତ୍ନୀକୁ ସେ ଅପହରଣ କରି ନେଇଯାଇଛି। ତମେ ବି ଶୀଘ୍ର ଦୌଡ଼ିକି ପଳାଅ, ନହେଲେ ଗୋଟେ ଉଡୁଥିବା ତୀର ତମରି ଆଡକୁ ହିଁ ଆସୁଛି। କୋଉଠି ଅଛି ମୋ ସ୍ତ୍ରୀ? ମୋ ଘର, ମୋ ସ୍ତ୍ରୀ। ଭଗବାନ ବହୁତ ଭଲ ଥିଲା। କୋଉଠି